ଏହି ଭାଇ ଜଣଙ୍କ ନାଁ ହେଉଛି ରତନ ଗୌଡ଼, ଭିଲେଜ ରାଣୀଡୁମେର, ବ୍ଲକ ଥୁଆମୁଲ ରାମପୁର, ଡିଷ୍ଟ୍ରିକ୍ଟ କଳାହାଣ୍ଡି। କିଛି ମାସ ପୂର୍ବରୁ ସେ ଘରୁ ବାହାରି କେରଳକୁ କାମ କରିବାକୁ ଯାଇଥିଲେ ଏବଂ କେରଳରୁ ସେ କିଡ଼ନାପ୍ ହେଇଥିଲେ। କିଡ଼ନାପ୍ ହେଇଥିବା ଜାଗାରୁ ଘର ଲୋକଙ୍କ ମୋବାଇଲରେ ବହୁତ ଥର କଲ୍ ଯାଇଛି କି ତାଙ୍କୁ ଛାଡ଼ିବା ପାଇଁ କିଛି ପଇସା ଦରକାର, ସେମାନେ ପଇସା ଡିମାଣ୍ଡ କରୁଥିଲେ। ସେହି ସମୟରେ ପରିବାର ଲୋକେ ପୋଲିସକୁ ଜଣାଇ ଏଫଆଇଆର ଦେଇଥିଲେ ଏବଂ ଏଫଆଇଆର ଦେଲା ପରେ ବି ପୋଲିସ ତାକୁ ଖୋଜିବା ପାଇଁ ବିଫଳ ହେଇଛି। ଆଉ ଏବେ ଏବେ ଖବର ଆସିଛି କି ତାଙ୍କୁ ଘର ଲୋକଙ୍କୁ କଲ୍ କରିକି କହୁଛନ୍ତି ଯେ ଆମେ ତାଙ୍କୁ ଛାଡ଼ି ଦେଇଛୁ, କିନ୍ତୁ ଘର ଲୋକ କହୁଛନ୍ତି ବର୍ତ୍ତମାନ ସୁଦ୍ଧା ସେ ମାନେ ଗାଁକୁ ଫେରିନି। ଆଉ ସେ ମାନସିକ ବିକାରଗ୍ରସ୍ତ ଅବସ୍ଥାରେ ଆଡ଼େ ସିଆଡ଼େ ବୁଲାବୁଲି କରୁଥିବାର କୁହାଯାଉଛି। ଆଉ ସେଥିପାଇଁ ଯେଉଁମାନେ କେରଳରେ ଓଡ଼ିଆ ଭାଇ ଭଉଣୀମାନେ ଅଛନ୍ତି ଟିକେ ଆଇଡେଣ୍ଟିଫାଇ କରିବେ। ସ୍କ୍ରିନ୍ ଉପରେ ଯେଉଁ ଫଟୋ ଦେଖୁଛନ୍ତି ତାକୁ, ଏବଂ କିଛି ଓଡ଼ିଆ ଭାଇ ଭଉଣୀମାନେ ଯଦି ସେମିତି ବୁଲାବୁଲି କରୁଥିବେ ତ ଆପଣମାନେ ଟିକେ ଚିହ୍ନିବାକୁ ଚେଷ୍ଟା କରିବେ ଆଉ ତଳେ ଦିଆଯାଇଥିବା ନମ୍ବରରେ କଣ୍ଟାକ୍ଟ କରିବେ। ସୋ ବସଷ୍ଟାଣ୍ଡ ହେଉ କି ରେଲୱେ ଷ୍ଟେସନ ହେଉ, ଯେଉଁଠି ବି ଆପଣମାନେ ଯଦି ଦେଖିବେ ଟିକେ ଯୋଗାଯୋଗ କରିବେ, ଯେହେତୁ ତାଙ୍କର ମାନସିକତା ସ୍ୱାସ୍ଥ୍ୟ ଠିକ୍ ନାହିଁ। ତ ସେ ହୁଏତ କାହାକୁ ମାଗାମୁଗି କରିକି ଖାଉଥିବ, କୁଆଡ଼େ ପାଗଳଙ୍କ ପରି ବୁଲାବୁଲି କରୁଥିବ। ଏଭଳି ଅବସ୍ଥାରେ ଯଦି ଆପଣମାନେ ବି ଦେଖିବେ ତ ଯୋଗାଯୋଗ କରିବେ, ଏ ଭିଡ଼ିଓଟି ସେୟାର କରିବା ଆମେ। ଆଉ ଏଇ ଛୋଟ ହେଲ୍ପ ଓ ଛୋଟ କାମ ପାଇଁ ହୁଏତ ତାଙ୍କ ପରିବାରରେ ଆସୁଥିବା ଦୁଃଖ କଷ୍ଟ ଆମେ ଦୂର କରିଦେଇପାରିବା ଏବଂ ପୂର୍ବ ପରି ହସ ଆଣିଦେଇପାରିବା। ଜୟ ଜଗନ୍ନାଥ।